ଆପଣ କେବେ ଭାବିଛନ୍ତି ଗୋଟେ ବ୍ୟବସାୟ କମ୍ପାନୀ କେମିତି ପୂରା ଗୋଟେ ଦେଶର ଶାସକ ପାଲଟି ଯାଇପାରେ? ଆଜି ଆମେ ସେହି ଅବିଶ୍ୱାସନୀୟ କାହାଣୀ ବିଷୟରେ ଜାଣିବା ଯେଉଁଥିରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବ୍ୟବସାୟ କରିବାକୁ ଆସି ଶେଷରେ ପୂରା ଭାରତକୁ ନିଜ ଅଧୀନକୁ ନେଇଯାଇଥିଲା। ପ୍ରଶ୍ନଟା ଶୁଣିବାକୁ ବହୁତ ଅଜବ ଲାଗୁଛି ନୁହେଁ କି? ଗୋଟେ ବାଣିଜ୍ୟ କରୁଥିବା କମ୍ପାନୀ ଆଉ ସେ ପୂରା ଗୋଟେ ସାମ୍ରାଜ୍ୟକୁ ଜିତିନେଲା। କିନ୍ତୁ ଏହା କେମିତି ସମ୍ଭବ ହେଲା? ତେବେ ଚାଲନ୍ତୁ ଏହି ରହସ୍ୟକୁ ଭଲ ଭାବରେ ବୁଝିବା। ଆଚ୍ଛା, ତେବେ ବ୍ରିଟିଶମାନଙ୍କର ସଫଳତାର ସିକ୍ରେଟ୍ କ'ଣ ଥିଲା? ସେମାନଙ୍କର ଗୋଟିଏ ଦୁଇମୁଖୀ ରଣନୀତି ଥିଲା। ଏହାକୁ ଆମେ ତରବାରୀ ଏବଂ ଖାତା ବୋଲି କହିପାରିବା। ମାନେ ଗୋଟେ ପଟେ ଥିଲା ସେମାନଙ୍କର ସାମରିକ ଶକ୍ତି ଆଉ ଅନ୍ୟପଟେ ଥିଲା ସୁଚିନ୍ତିତ ଅର୍ଥନୈତିକ ନିୟନ୍ତ୍ରଣ। ଏହି ଦୁଇଟିର ମିଶ୍ରଣରେ ହିଁ ସେମାନେ ଭାରତକୁ ନିଜ କବ୍ଜାକୁ ଆଣିଥିଲେ। ତେବେ ଆସନ୍ତୁ ପ୍ରଥମେ ସେମାନଙ୍କର ତରବାରୀ ବା ସାମରିକ ରଣନୀତି ବିଷୟରେ ଦେଖିବା। ସେମାନେ କେମିତି ଯୁଦ୍ଧ, ରାଜନୈତିକ କୌଶଳ ଆଉ ମେଣ୍ଟ କରି ଭାରତର ବିଭିନ୍ନ ଅଞ୍ଚଳକୁ ନିଜ ଅଧୀନକୁ ଆଣୁଥିଲେ। ଏହି ଟାଇମ୍ଲାଇନ୍କୁ ଟିକେ ଦେଖନ୍ତୁ। 1757ର ପଲାସି ଯୁଦ୍ଧରୁ ଆରମ୍ଭ କରି 1849ର ଆଙ୍ଗ୍ଲୋ ଶିଖ୍ ଯୁଦ୍ଧ ପର୍ଯ୍ୟନ୍ତ ପାଖାପାଖି 100 ବର୍ଷ ଧରି ସେମାନେ ଲଗାତାର ଯୁଦ୍ଧ କରି ଚାଲିଥିଲେ। ଗୋଟେ ପରେ ଗୋଟେ ବିଜୟ ସେମାନଙ୍କୁ ଅଧିକ ଶକ୍ତିଶାଳୀ କରୁଥିଲା ଆଉ ସେମାନଙ୍କ ସାମ୍ରାଜ୍ୟକୁ ବଢ଼େଇ ଚାଲିଥିଲା। ଏହି ମାନଚିତ୍ରଟି ସେତେବେଳର ପରିସ୍ଥିତିକୁ ବହୁତ ଭଲ ଭାବରେ ଦେଖାଉଛି। ଦେଖନ୍ତୁ, ଭାରତ କେମିତି ଛୋଟ ଛୋଟ ରାଜ୍ୟରେ ବାଣ୍ଟି ହୋଇଯାଇଥିଲା। ରାଜାମାନଙ୍କ ଭିତରେ ଏକତା ନଥିଲା। ଆଉ ଠିକ୍ ଏହି ସୁଯୋଗର ଫାଇଦା ଉଠାଇଲେ ବ୍ରିଟିଶମାନେ। ସେମାନେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ନିଜ ଅଧୀନକୁ ନେଇଗଲେ। କିନ୍ତୁ ଜାଣନ୍ତି, ସବୁବେଳେ ଯୁଦ୍ଧ କରି ଜିତିବା ଜରୁରୀ ନଥିଲା। ସେମାନଙ୍କ ପାଖରେ ଥିଲା ସହାୟକ ସନ୍ଧି ଭଳି ଏକ ଚତୁର ନୀତି। ଏଥିରେ ସେମାନେ ରାଜାମାନଙ୍କୁ କହୁଥିଲେ, ଆମେ ତୁମକୁ ସୁରକ୍ଷା ଦେବୁ, ବଦଳରେ ତୁମେ ଆମ ସେନାର ଖର୍ଚ୍ଚ ଉଠାଇବ ଆଉ ଆମ କଥା ମାନିବ। ଏମିତି କରି ସେମାନେ ବିନା ଯୁଦ୍ଧରେ ଅନେକ ରାଜ୍ୟକୁ ନିଜ ନିୟନ୍ତ୍ରଣକୁ ନେଇ ଆସୁଥିଲେ। କିନ୍ତୁ ଖାଲି ଯୁଦ୍ଧ ଜିତିଲେ ତ ସାମ୍ରାଜ୍ୟ ଚାଲିବନି, ଠିକ୍ ନା? ଶାସନ କରିବାକୁ ପଇସା ବି ଦରକାର। ଆଉ ଏଇଠି ଆସୁଛି ସେମାନଙ୍କର ରଣନୀତିର ଦ୍ୱିତୀୟ ଭାଗ, ଖାତା ବା ଅର୍ଥନୈତିକ ନିୟନ୍ତ୍ରଣ। ସେମାନେ କେମିତି ପ୍ରଶାସନ ଆଉ ରାଜସ୍ୱ ବ୍ୟବସ୍ଥା ମାଧ୍ୟମରେ ଭାରତକୁ ନିୟନ୍ତ୍ରଣ କରୁଥିଲେ, ଚାଲନ୍ତୁ ଦେଖିବା। ଦେଖନ୍ତୁ, ସେମାନେ ମୁଖ୍ୟତଃ 3 ପ୍ରକାରର ଭୂ-ରାଜସ୍ୱ ବ୍ୟବସ୍ଥା ଆଣିଲେ। କେଉଁଠି ଚିରସ୍ଥାୟୀ ବନ୍ଦୋବସ୍ତରେ ଜମିଦାରଙ୍କ ଜରିଆରେ ଟ୍ୟାକ୍ସ ନେଲେ, କେଉଁଠି ରୟତୱାରୀରେ ସିଧା ଚାଷୀଙ୍କ ପାଖକୁ ଗଲେ, ଆଉ କେଉଁଠି ମହଲୱାରୀରେ ପୂରା ଗାଁକୁ ଗୋଟେ ୟୁନିଟ୍ ଧରି ଟ୍ୟାକ୍ସ ଆଦାୟ କଲେ। କିନ୍ତୁ ସବୁର ଲକ୍ଷ୍ୟ ଗୋଟିଏ ହିଁ ଥିଲା, ଯେତେ ସମ୍ଭବ ରାଜସ୍ୱ ଆଦାୟ କରିବା। ଏହି ସଂଖ୍ୟାଟାକୁ ଟିକେ ଦେଖନ୍ତୁ, 11 ଭାଗରୁ 10 ଭାଗ। ଭାବିପାରୁଛନ୍ତି? ମାନେ ଜମିଦାର ଯାହା ବି ରାଜସ୍ୱ ଆଦାୟ କରୁଥିଲେ, ତାର 10 ଭାଗ ସିଧା କମ୍ପାନୀ ପାଖକୁ ଯାଉଥିଲା। ଜମିଦାରଙ୍କ ପାଖରେ ରହୁଥିଲା ମାତ୍ର 1 ଭାଗ। ଏଥିରୁ ହିଁ ଅନ୍ଦାଜ ଲଗାଇ ହେବ ଯେ ଶୋଷଣ କେଉଁ ସ୍ତରରେ ଥିଲା। ତେବେ ଏହାର ପରିଣାମ କ'ଣ ହେଲା? ହଁ, ବ୍ରିଟିଶଙ୍କ ପାଇଁ ଏହା ବହୁତ ଫାଇଦା ଆଣିଲା। ସେମାନଙ୍କୁ ଗୋଟେ ଫିକ୍ସଡ୍ ଆଉ ରେଗୁଲାର ଇନକମ୍ ମିଳିଗଲା। କିନ୍ତୁ ଭାରତୀୟ ଚାଷୀଙ୍କ ପାଇଁ? ତାଙ୍କ ପାଇଁ ଏହା ଥିଲା ଏକ ଅଭିଶାପ। ଅତ୍ୟଧିକ ଖଜଣା ଦେଇ ଦେଇ ଅନେକ ଚାଷୀ ନିଜ ଜମି ହରାଇ ବସିଲେ। ଯେତେବେଳେ ଅତ୍ୟାଚାର ବଢ଼ିଯାଏ, ସେତେବେଳେ ବିସ୍ଫୋରଣ ତ ନିଶ୍ଚୟ ହୁଏ। ଆଉ ଠିକ୍ ସେୟା ହିଁ ହେଲା 1857 ମସିହାରେ। ପାଖାପାଖି 100 ବର୍ଷର ସାମରିକ ଆଉ ଅର୍ଥନୈତିକ ଶୋଷଣ ପରେ ଲୋକଙ୍କର ଅସନ୍ତୋଷ ଏକ ବଡ଼ ବିଦ୍ରୋହର ରୂପ ନେଲା। ତେବେ ଏହାର କାରଣ କ'ଣ ଥିଲା? ଦେଖନ୍ତୁ, ଗୋଟେ ପଟେ ରାଜାମାନେ ରାଜ୍ୟ ହରାଇବାର ଭୟରେ ଥିଲେ, ଅନ୍ୟପଟେ ଚାଷୀ ଆଉ କାରିଗରମାନେ ଅର୍ଥନୈତିକ ଶୋଷଣରେ ପେଶି ହେଉଥିଲେ। ଏହା ସହିତ ଲୋକଙ୍କ ମନରେ ଧର୍ମ ଏବଂ ସଂସ୍କୃତି ନଷ୍ଟ ହେବାର ଭୟ ବି ଥିଲା। ଆଉ ଶେଷରେ ସେଇ ଚର୍ବି ଲାଗିଥିବା କାଟ୍ରିଜ୍, ବାସ୍, ସେଟା ନିଆଁରେ ଘିଅ ଢାଳିବା ଭଳି କାମ କଲା। ସେତେବେଳେ ବ୍ରିଟିଶ ସଂସଦରେ ବେଞ୍ଜାମିନ୍ ଡିଜ୍ରାଏଲିଙ୍କ ଏହି ପ୍ରଶ୍ନ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ଏକ ସିପାହୀ ବିଦ୍ରୋହ ନା ଏକ ଜାତୀୟ ବିଦ୍ରୋହ? ଏହି ପ୍ରଶ୍ନଟି ହିଁ ଦର୍ଶାଉଛି ଯେ ଏହି ବିଦ୍ରୋହର ଗଭୀରତା କେତେ ଥିଲା ଆଉ ଏହାକୁ ନେଇ ସେତେବେଳେ ମଧ୍ୟ କେତେ ବିତର୍କ ଚାଲିଥିଲା। ଆଉ ଏହି ବିଦ୍ରୋହର ସବୁଠାରୁ ବଡ଼ ପରିଣାମ କ'ଣ ହେଲା ଜାଣନ୍ତି? ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ଶେଷ ହୋଇଗଲା। ଭାରତରେ ଶାସନର ପୂରା ଢାଞ୍ଚା ହିଁ ବଦଳିଗଲା। ଏହି ତୁଳନାକୁ ଦେଖିଲେ ସବୁକିଛି ସ୍ପଷ୍ଟ ହୋଇଯିବ। 1857 ପୂର୍ବରୁ ଶାସନ କରୁଥିଲା ଗୋଟେ କମ୍ପାନୀ, କିନ୍ତୁ 1857 ପରେ ଶାସନ ସିଧାସଳଖ ବ୍ରିଟିଶ ରାଜମୁକୁଟ ବା କ୍ରାଉନ୍ ହାତକୁ ଚାଲିଗଲା। ଗଭର୍ଣ୍ଣର ଜେନେରାଲ ପଦବୀ ବଦଳି ହୋଇଗଲା ଭାଇସରୟ। ମାନେ କ୍ଷମତା ଏକ ବ୍ୟବସାୟୀ କମ୍ପାନୀ ହାତରୁ ବାହାରି ସିଧା ବ୍ରିଟିଶ ସରକାର ପାଖକୁ ଚାଲିଗଲା। ତେବେ ଶେଷରେ ଏହି କଥା ଆସୁଛି ଯେ କମ୍ପାନୀ ତ ଚାଲିଗଲା, କିନ୍ତୁ ସାମ୍ରାଜ୍ୟ ତ ରହିଲା, ବ୍ରିଟିଶ ଶାସନ ଜାରି ରହିଲା। ତେବେ ପ୍ରକୃତରେ ଭାରତର ସାଧାରଣ ଲୋକଙ୍କ ପାଇଁ କ'ଣ ବଦଳିଥିଲା? ଏହା ଏକ ଏମିତି ପ୍ରଶ୍ନ ଯାହା ଆମକୁ ଭାବିବାକୁ ବାଧ୍ୟ କରେ।